ଦୁନିଆରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ବୁଦ୍ଧି। ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଧୈର୍ଯ୍ୟ। ସବୁଠାରୁ ବଡ଼ ସୁରକ୍ଷା କବଚ ହେଉଛି ବିଶ୍ୱାସ। ଯେଉଁଦିନ ତୁମ କାରଣରୁ ମା ବାପାଙ୍କ ଆଖିରୁ ଲୁହ ଆସିଯାଏ, ମନେ ରଖ, ସେହିଦିନ ତୁମେ କରିଥିବା ସବୁ ଧର୍ମ ଲୁହ ହୋଇ ବୋହିଯାଇଥାଏ। ସମସ୍ତେ ପ୍ରଥମରୁ ନିଜର ଭଳି ହିଁ ଲାଗିଥାନ୍ତି, କିନ୍ତୁ ପ୍ରକୃତରେ କିଏ ନିଜର ହୋଇଥାଏ ତାହା ସମୟ ନିଶ୍ଚିତ ଭାବେ ଜଣାଇ ଦେଇଥାଏ। ମଣିଷ ଅନ୍ୟ କାହାର ଦୁଃଖ କଷ୍ଟକୁ ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବୁଝିପାରିନଥାଏ ଯେ ପର୍ଯ୍ୟନ୍ତ ତା ନିଜ ଜୀବନରେ ଦୁଃଖ କଷ୍ଟ ଆସିନଥାଏ। ସମସ୍ତେ କହିଦିଅନ୍ତି ସହିଯିବା ଲୋକଟା ବଡ଼ ହୋଇଥାଏ, ହେଲେ ସେହି ସହିଯିବା ଲୋକଟାର ଫିଲିଂସକୁ କେହି ବୁଝନ୍ତିନି। ଦୁନିଆରେ ସବୁଠାରୁ ଓଜନ ଜିନିଷ ହେଉଛି ଇଜ୍ଜତ, ଯାହା ଥରେ ତଳେ ପଡ଼ିଗଲେ ଆଉ କେବେ ବି ଉପରକୁ ଉଠେ ନାହିଁ। ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗେ ଯେତେବେଳେ ତାର ଅତି ଆପଣାର ମଣିଷ ତାକୁ ପର ଭାବି ଶତ୍ରୁ ଭଳି ବ୍ୟବହାର କରିଥାଏ। ଫାଇଦା ଏମିତି ଗୋଟିଏ ଜିନିଷ ଯାହାକୁ ମଣିଷମାନେ ଉଠେଇବାକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ଥାନ୍ତି। ଦୁନିଆରେ ସବୁଠାରୁ କଷ୍ଟ କାମ ହେଲା କାହା ଓଠରେ ଟିକେ ହସ ଦେବା। ଲୁହ ତ ସମସ୍ତେ ଦିଅନ୍ତି, ହେଲେ ହସ କେବଳ ସେହି ଲୋକ ଦିଏ ଯିଏ ଆମକୁ ହୃଦୟରୁ ଭଲ ପାଏ। କୁହନ୍ତି, ଯିଏ ଯାହାକୁ ସତରେ ଭଲ ପାଏ ସେ ତାକୁ କେବେ ବି କାନ୍ଦିବାକୁ ଦିଏ ନାହିଁ। ହେଲେ ତୁ ମୋତେ ଏମିତି ଭଲ ପାଇବା ଦେଲୁ ଯେ ମୋ ଓଠରୁ ସବୁଦିନ ପାଇଁ ହସିବା ହିଁ ଭୁଲେଇ ଦେଲୁ। ଆଘାତ ଏମିତି ଗୋଟିଏ ଜିନିଷ ଯାହା ଜୀବନରେ ମିଳିବା ବି ବହୁତ ଜରୁରୀ ହେଇଥାଏ। କାହିଁକି ନା ଯେଉଁ ପର୍ଯ୍ୟନ୍ତ ମଣିଷ କାହାଠାରୁ କୌଣସି ଆଘାତ ପାଇନଥାଏ ସେ ପର୍ଯ୍ୟନ୍ତ ସେ ଠିକ୍ ରାସ୍ତାକୁ ଆସିପାରିନଥାଏ। ଶୀଘ୍ର ମିଳୁଥିବା ଜିନିଷ ଅଧିକ ଦିନ ଯାଏ ରହେ ନାହିଁ ଓ ଅଧିକ ଦିନ ଯାଏ ରହୁଥିବା ଜିନିଷ ଶୀଘ୍ର ମିଳେ ନାହିଁ। ଜୀବନରେ ସବୁବେଳେ ମହତ୍ତ୍ୱ ତାକୁ ଦିଅ ଯିଏ ତୁମର ମୂଲ୍ୟ ବୁଝିପାରିଥାଏ। ଦୁନିଆରେ ଏମିତି କେହି ନାହିଁ ଯିଏ ଛାତି ଉପରେ ହାତ ରଖି କହିପାରିବ କି ମୋର ଖରାପ ସମୟ ଆସିବ ନାହିଁ। ତେଣୁ କାହାର ଖରାପ ସମୟ ଦେଖି ପରିହାସ କରିବା ଉଚିତ ନୁହେଁ, କାରଣ ସମୟ ବଦଳିବାକୁ କାହାର ଅନୁମତି ନେଇନଥାଏ, କାରଣ ସମୟ ହିଁ ସବୁଠାରୁ ବଳବାନ। କେହି ତୁମର ନିନ୍ଦା କରୁଛି ତାକୁ ନିନ୍ଦା କରିବାକୁ ଦିଅ। ଲୋକମାନେ ସେମାନଙ୍କର ନିନ୍ଦା କରନ୍ତି ଯାହାର ବରାବର ହେବାର ଯୋଗ୍ୟତା ନଥାଏ, ଯାହା ସାମ୍ନାରେ ଛିଡ଼ା ହେବାର ଔକାତ ନଥାଏ। ଆଉ ପୁଣି ନିନ୍ଦା ତ ଭଗବାନଙ୍କୁ ମିଳିଥାଏ। ଆମେ ତ ମଣିଷ, ଯିଏ ନିନ୍ଦା କରୁଛି ତାକୁ କରିବାକୁ ଦିଅ। କିଛି ଲୋକଙ୍କ ପାଖରେ ଟଙ୍କା ପଇସାର ମୂଲ୍ୟ ଏତେ ବେଶୀ ହୋଇଥାଏ ଯେ ସେମାନେ କେବଳ ଟଙ୍କାକୁ ହିଁ ଚିହ୍ନିଥାନ୍ତି। ତାଙ୍କ ଆଗରେ ସ୍ନେହ, ଭଲ ପାଇବା ଆଉ ସମ୍ପର୍କର ମୂଲ୍ୟ କିଛି ନଥାଏ। ପୁଅଟିକୁ ଜନ୍ମ ଦେବା ପାଇଁ ନାରୀଟିଏ ନିଜର ସୁନ୍ଦରତାକୁ ତ୍ୟାଗ କରିଦିଏ, ଆଉ ସେହି ପୁଅଟିଏ ହିଁ ସୁନ୍ଦର ନାରୀଟେ ପାଇ ନିଜ ମାଆକୁ ହିଁ ତ୍ୟାଗ କରିଦିଏ।